ଥିଲା ସେ ବୈତରଣୀ ଆମେ ଯେଉଁ ଲାଷ୍ଟ ବିଲ୍ଡିଂ ଥିଲା 27 ତାରିଖରେ ସେତେବେଳେ ଆମେ ବହୁତ ବଡ଼ ପ୍ଲଟ୍ ପାଇଥିଲେ 10,600 କ୍ୟୁବିକ୍ କିନ୍ତୁ ଆମେ ଏବେ କାଲି ରାତିରେ ତାର ପିକ୍ ପାଇଥିଲୁ ମ୍ୟାକ୍ସିମମ୍ 7,000 କ୍ୟୁବିକ୍ ଯେଉଁଟା ଏବେ କମି ଆସିଲାଣି ସେଟା କମିକି ଏବେ ଅଛି 6,800 କ୍ୟୁବିକ୍। ଆଉ ତାର ପ୍ରଭାବରେ ଆମେ ଯେମିତି ତଳେ ଯେଉଁ ଆଖୁଆପଦାରେ ଯେଉଁ ଲେବୁଲ୍ ଆମର ଅଛି ଡେଞ୍ଜର ଲେବୁଲ୍ 18.33 ଆରଥରକ ଆମର ତ ସେଇଟା 20.56 ଯାଏଁ ପଳେଇଥିଲା ଏବେ ସେଇଟା 19.85 ଯାଏଁ ଅଛି 19.85 ଯାଏଁ ଯିବ ବର୍ତ୍ତମାନ 19.70 ମିଟର ଅଛି ରାତି 9ଟା ସୁଦ୍ଧା ସେଠି 19.85 ପିକ୍ ଭ୍ୟାଲୁ ପହଞ୍ଚିବ ତାପରେ କମିବ। ସେଠି ଗୋଟେ ଘାଇ ଯେଉଁ ମରାମତି ଅଧା ହେଇଥିଲା ତା ଉପର ଦେଇକି ଜଳ ପ୍ରବାହିତ ହେଉଛି ତେଣୁ ସେଠି ଚାଷ ଜମି କିଛି ଜଳ ହେବ ଘର ଦ୍ୱାରା ସେଠି ନାହିଁ ତାର ପ୍ରଭାବ 3-4 ଦିନ ରହିବ ପୁଣି ଥରେ ପାଣି ଖାଲି ହେବା ପାଇଁ ଯେହେତୁ ଗୋଟେ ଥର ଜଳବନ୍ଦୀରୁ ନିଷ୍କାସନ ହେବା ପୂର୍ବରୁ ଆଉ ଗୋଟେ ଲଘୁଚାପ ଆସିଗଲା ତେଣୁ ସେ ଯେଉଁ ରହୁଛି ଆମର ୱାଟର ଲେବୁଲ୍ ପ୍ରୋବ୍ଲେମ୍ ସେଇଟା କଣ୍ଟିନ୍ୟୁ କରିବ 3-4 ଦିନ। ତାପରେ ସୁବର୍ଣ୍ଣରେଖାରେ ଆମେ କାଲିଠୁ ଜଳପତ୍ତନ ବଢ଼ିବାରେ ଲାଗିଛି ଯାହା ଆମେ ଯେମିତି ଜାଣେ ଝାଡ଼ଖଣ୍ଡର ଆମର ଗାରୁଡି ବ୍ୟାରେଜ୍ ସବୁ ରିଲିଜ୍ କରନ୍ତି ମୁଁ ଯେମିତି କାଲି କହୁଥିଲି 5,000 ଉପରେ ଆମର ଫ୍ଲଡ୍ ହେଲେ ଆମେ ତାକୁ ବନ୍ୟା ଆସିଲା ବୋଲି ସୁବର୍ଣ୍ଣରେଖାରେ କହିପାରିବା ଛୋଟ ବନ୍ୟା କିନ୍ତୁ ଏଯାଏଁ ଆମେ ଯେଉଁ ଆମର ମାପୁଛୁ ରାଜଘାଟର ବାଲେଶ୍ୱରରେ ସେଠି ଏବେ ବି 2 ମିଟର ତଳେ ଅଛି ଡେଞ୍ଜର ଲେବୁଲ୍ରୁ ପାଣି ଲେବୁଲ୍ ମାନେ ସେଠି ଆମର ଡେଞ୍ଜର ଲେବୁଲ୍ 10.36 ଏବେ ଆମେ ଅଛି 7.76 ତ ପାଖାପାଖି 2 ମିଟର ଉପରେ ତଳେ ଅଛି କିନ୍ତୁ ସେଇଟା ଗ୍ରାଜୁଆଲି ବଢ଼ିକି ମୁଁ କାଲି ସକାଳୁ ତ ଆମେ ଆଶା କରୁଛୁ ଯେ 5,000ରୁ 5,500 କ୍ୟୁବିକ୍ ଭିତରେ ଜଳ ସେଠି ପ୍ରବାହିତ ହେବ ଯାହାଦ୍ୱାରା କି ଜଷ୍ଟ ଡେଞ୍ଜର ଲେବୁଲ୍ ଟଚ୍ କରିବ କିମ୍ବା 0.5 କିମ୍ବା 1.5 ଫୁଟ ତାପରେ ଉପରେ ଗ୍ରୀଷ୍ମ ପାଇଁ ଚାଲିବ ତାର ଡିସଚାର୍ଜ 5,000ରୁ 5,500 ଭିତରେ ରହିବ ତେଣୁ ଗୋଟେ ବଡ଼ ବନ୍ୟା ସୁବର୍ଣ୍ଣରେଖାରେ ଆସିବ ନାହିଁ ବୋଲି ଆମର ଆକଳନ କରୁଛି। ସେମିତି ଯଦି ଦେଖିବା ଶାଳନ୍ଦୀରେ ତ କାଲିଠୁ 4 ଦିନ ହେଲା ସେଠି କନଷ୍ଟାଣ୍ଟ ହେଉଛି ଆକ୍ଚୁଆଲି ରାଜଘାଟ ପାଖରେ ଯେଉଁ ଲେବୁଲ୍ ଆମର 70 ଫୁଟ ଜାଗାରେ 16.8 16.2ରୁ ଭ୍ୟାରି କରୁଛି ସେଠି ଆଉ ବେଶୀ ବଢ଼ୁନାହିଁ ଲେବୁଲ୍ ଆମେ ବି ଆଉ ହଦରୁ ବେଶୀ ପାଣି ବି ଯାହା ଛଡ଼ା ହେଉଥିଲା ତାକୁ କମେଇ ଦେଇଛୁ 50 କ୍ୟୁବିକ୍ ଯାଉଛି ଏବେ ନଦୀରେ ତେଣୁ ସେ ପ୍ରଭାବରେ ଯାହା ତଳ ଅଞ୍ଚଳ ଯେଉଁ ତିହିଡ଼ି ବ୍ଲକ୍ ବୁଡ଼ିକି ରହିଥିଲା ସେଠି ଏବେ ବି ଜଳବନ୍ଦୀ ଅବସ୍ଥା ରହୁଛି ସେଠି ଖାଲି ହେଇପାରୁନାହିଁ। ମୋଟାମୋଟି ଦେଖିବାକୁ ଗଲେ ଉତ୍ତର ଓଡ଼ିଶାର ଯେତିକି ଆମର ନଦୀ ଥିଲା ତା ଦେହରୁ ମୁଖ୍ୟତଃ ଜଳକା ଏବଂ ବୈତରଣୀରେ ଆମେ ବନ୍ୟା ପରିସ୍ଥିତି ସାମ୍ନା କରୁଛେ କାଲିଠୁ ଆଉ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସିବ ନାହିଁ ବୋଲି ଆକଳନ ଅଛି ଆଉ ବ୍ରାହ୍ମଣୀରେ ବି ଆରଥରକୁ ଯେତିକି ହେଇଥିଲା ତାଠୁ 50% କମ୍ ଫ୍ଲଡ୍ ଡିସଚାର୍ଜ ହେବ ତେଣୁ ଏତେ ବଡ଼ ବନ୍ୟା ହେବ ନାହିଁ ବ୍ରାହ୍ମଣୀରେ ବୋଲି ଆମେ ଆଶା କରୁ। ସୁବର୍ଣ୍ଣରେଖା ମଧ୍ୟମ ବନ୍ୟା ସୁବର୍ଣ୍ଣରେଖା ସ୍ମଲ୍ କହିପାରିବା